ଆଖିରୁ ଶୁଖୁ ନଥିଲା ଲୁହ, ଓଠରୁ ହଜି ଯାଇଥିଲା ହସ। ପ୍ରତି ମୁହୂର୍ତ୍ତରେ ଲିଭି ଲିଭି ଯାଉଥିଲା ଜୀବନ ଦୀପ। ଆଉ ଛାତି ଭିତରେ ଭରି ରହିଥିଲା କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା। ଦୁଃଖର ପାହାଡ଼କୁ ମୁଣ୍ଡରେ ମୁଣ୍ଡେଇ ମରଣ ସହିତ କରୁଥିଲେ ଲଢ଼େଇ। ଦାଉ ସାଧୁଥିଲା ଦୈବ, ବୁଝ ଉପରେ ଲଳିତା ବିଡ଼ା ପରି ଦଉଥିଲା କେବଳ ଦୁଃଖ ଉପରେ ଦୁଃଖ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମାଲପଡ଼ାର ଶ୍ରୀକୃଷ୍ଣ କରଣଙ୍କ ଘରେ। ଶ୍ରୀକୃଷ୍ଣ କରଣ ବୟସ 52, ନିଜେ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ଭୋଗୁଥିଲେ। ପ୍ରଥମେ ବଲାଙ୍ଗୀର ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ରୋଗ ଭଲ ନ ହେବାରୁ ତାଙ୍କୁ ପୁଣି ବିଶାଖାପଟ୍ଟନମ ହସ୍ପିଟାଲକୁ ନେଇ ସେଠାରେ ଚିକିତ୍ସା କରାଯାଉଥିଲା। ସେଠାରେ ମଧ୍ୟ କିଛି ମାସ ଚିକିତ୍ସିତ ହେଲେ, କିନ୍ତୁ ରେଜଲ୍ଟ ମିଳିଲା ସମ୍ପୂର୍ଣ୍ଣ ଓଲଟା। ସୁସ୍ଥ ହେବା ପରିବର୍ତ୍ତେ ଶ୍ରୀକୃଷ୍ଣ କରଣ ଦିନକୁ ଦିନ ଅସୁସ୍ଥ ହୋଇପଡ଼ିଥିଲେ। ସାରା ପରିବାର ଅଣ୍ଟା ଭିଡ଼ିଥିଲେ ତାଙ୍କୁ ଭଲ କରିବା ପାଇଁ। ଆଉ ସେଠାରୁ ପୁଣି ନେଇ ଆସି କଟକ ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରିଥିଲେ ଚିକିତ୍ସା ପାଇଁ। ସମସ୍ତଙ୍କର ଆଶା ଥିଲା ନିଶ୍ଚିନ୍ତ ଭାବରେ ଶ୍ରୀକୃଷ୍ଣ କରଣ ଏଠାରେ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବେ। କିନ୍ତୁ ସମସ୍ତଙ୍କ ଆଶା ଆଶାରେ ରହିଥିଲା। ଦିନକୁ ଦିନ ତାଙ୍କ ରୋଗ ବଢ଼ିବାରେ ଲାଗିଥିଲା। ପରିବାର ଲୋକେ କରିବେ ବା କ'ଣ? 6 ମାସର ଚିକିତ୍ସା ଭିତରେ 9ରୁ 10 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମଧ୍ୟ ତାଙ୍କ ଟ୍ରିଟମେଣ୍ଟରେ ସରିସାରିଲାଣି। ମେଡ଼ିସିନ ଖାଇକି ଭଲ ହେବା ବଦଳରେ ସେ ଦିନକୁ ଦିନ ଅଧିକ ମାତ୍ରାରେ ରୋଗାଗ୍ରସ୍ତ ହୋଇପଡ଼ୁଥିଲେ। ପେଟରେ ତାଙ୍କର ଦାନା ନାହିଁ। ପେଟକୁ ଯାଉଥିଲା କେବଳ ବୁନ୍ଦାଏ ପାଣି, ତାହା ପୁଣି ପାଇପ୍ ସାହାଯ୍ୟରେ। ଚିନ୍ତିତ ହୋଇପଡ଼ିଥିଲେ ସାରା ପରିବାର। ସ୍ୱାମୀ ଚିନ୍ତାରେ ସ୍ତ୍ରୀ ମଧ୍ୟ ଦାନା ଛାଡ଼ି ଦେଇଥିଲେ। ଠିକ୍ ସେତିକି ବେଳକୁ ତାଙ୍କର ଉଦୟ ହେଲା ଭାଗ୍ୟ। ଖବର ପାଇବା ପରେ ବଲାଙ୍ଗୀର ଜିଲ୍ଲା କଛାରପାଲିର ସଂକଳ୍ପ ନ୍ୟାଚୁରାଲ ୱେଲନେସ୍ ଆଣ୍ଡ ହିଲିଂ ସେଣ୍ଟରରେ ସ୍ୱାମୀକୁ ଧରି ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ। ପ୍ରାକୃତିକ ଚିକିତ୍ସକ ଡକ୍ଟର ପ୍ରବୀଣ ନନ୍ଦ ଏବଂ ଚିକିତ୍ସା କେନ୍ଦ୍ରର ସମସ୍ତ ଷ୍ଟାଫ୍ ସାଜିଥିଲେ ଦେବଦୂତ। ଆଉ ନିଜର ଚେଷ୍ଟା ବଳରେ କ୍ୟାନ୍ସର ପୀଡ଼ିତ ଶ୍ରୀକୃଷ୍ଣଙ୍କୁ ବଞ୍ଚାଇ ଦେଇଥିଲେ ମରଣ ମୁହଁରୁ। ସେ ଚଲାବୁଲା ମଧ୍ୟ ଠିକ୍ ଭାବରେ କରିପାରୁନଥିଲେ। କିନ୍ତୁ ପ୍ରାକୃତିକ ଚିକିତ୍ସା କେନ୍ଦ୍ରରେ କିଛି ଦିନ ଚିକିତ୍ସିତ ହେବା ପରେ ପାଇପ୍ ସାହାଯ୍ୟରେ ଯେଉଁ ଖାଦ୍ୟ ଖାଉଥିଲେ ସେ ନିଜ ପାଟିରେ ଏବେ ଖାଇପାରୁଛନ୍ତି। ଆଉ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ ମଧ୍ୟ କରିପାରିଛନ୍ତି। ବ୍ୟୁରୋ ରିପୋର୍ଟ, RN ଓଡ଼ିଆ ନ୍ୟୁଜ୍।